ସାରଙ୍କ କଥାବାର୍ତ୍ତା ବି ଭଲ ଲାଗୁଛି ବହୁତ ବଢିଆ ସାର ହସ ମାନେ ଖୁସି ବହୁତ ବଢିଆ ତାଙ୍କ କଥାବାର୍ତ୍ତା ବି ଅଧା ରୋଗ ଭଲ ହେଇଯିବ ସାରଙ୍କର ମାନେ ସାରଙ୍କର ଏଠି ଆସିଲା ନାଲକୋ ବାବୁ ମାଲକ କ'ଣ ନାଲକୋ ଡାକିଲେ ପରିଛି ବୋଲି ସେ ସବୁ ବଢ଼ିଆ ଆମର ସାର୍ ତ କହିଲେ 15 ଦିନ ଭିତରେ ଠିକ୍ ହେଇଯିବେ ହାଡ଼ ଠିକ୍ ଅଛି କହିଲେ ସାର୍ କହିଲେ ହାଡ଼ ବଢ଼ିଆ ଅଛି ମା ବଢ଼ିଆ ଅଛି ପୁରା ଭଲ ହେଇଯିବ ଓକେ ଭଲ ହେଇଯିବ ହଁ ମୋର ମିସେସ୍ର ପ୍ରଥମେ ରାଇଟ୍ ସାଇଡ଼୍ ଗୋଡ଼ ମାନେ ପ୍ରୋବ୍ଲେମ୍ ହେଲା ଚାଲିବାରେ ପ୍ରୋବ୍ଲେମ୍ ହେଲା ଆଉ ଆସ୍ତେ ଆସ୍ତେ ବି ଗୋଡ଼ଟା ଫୁଲିବା ପରେ ଆଣ୍ଠୁଟା ଫୁଲିବା ଆରମ୍ଭ କଲା ଆଉ ସେଥିରେ ସେ କଷ୍ଟ ଅନୁଭବ କଲା ଆଉ ତାପରେ ସେକେଣ୍ଡଟା ବି ମାନେ ବେଶୀ ରାଇଟ୍ ହେଲା କମ୍ଟା ଏଇଟା ପେନ୍ କମ୍ ହେଲା ଆଉ ସେତିକି ସେ ଫିଲ୍ କଲା ଆଉ ଫିଲ୍ କଲା ମୁଁ ସାର୍ଙ୍କ ପାଖକୁ ଆସିଲି ଆଉ ସାର୍ଙ୍କ ପାଖରେ ଆସିଲା ପରେ ସାର୍ କହିଲେ ଦେଖ ମା ପୁରା ଦୁଇଟା ଗୋଡ଼ ଖରାପ ହେଇଯାଇଛି ଆଉ ଆପଣ କରିଦିଅନ୍ତୁ ଦୁଇଟା ଯାକ ମାଆ କହିକିନି କହିଲେ ଭଲ କିନି କରିଦିଅନ୍ତୁ ଦୁଇଟା ଯାକ ଗୋଟେ ଗୋଡ଼ କିଆଁ କରିବେ ପୁଣି କଷ୍ଟ ଗୋଟେ କଷ୍ଟରେ ଦୁଇଟା ଯାକ ଗୋଡ଼ ଏଥିରେ କରିଦିଅନ୍ତୁ ଭଲ ହେବ ଆଉ ପୁରା ବଢ଼ିଆ ଚାଲିବା ବୋଲେ ସବୁ କରିପାରିବେ ସବୁ କରିବାରେ କିଛି ଅସୁବିଧା ହେବନି ଆଉ ନା ସାର୍ କଥା ବିଶ୍ୱାସ କରିଗଲି ସାର୍ଙ୍କର କ'ଣ ହେଉଛି କଥାବାର୍ତ୍ତା ସବୁଠୁ ଭଲ ମାନେ ସାର୍ଙ୍କର ଏଠି ଆସିଲା ନାଲକୋ ବାବୁ ମାଲକ କ'ଣ ନାଲକୋ ଡାକିଲେ ପରିଛି ବୋଲି ସେ ସବୁ ବଢ଼ିଆ ତାଙ୍କର ସବୁ ମୁଇଁ ବି ଯାଇଛି ଆମର ସୁରେନ୍ଦ୍ର ହସ୍ପିଟାଲ ସାର୍କୁ ବି ଦେଖା କରିଛି ମାନେ ମୁଁ ଖାଲି ବୁଲି ଯାଏ ଏମିତି ଦେଖା କରିଛି ସାର୍ ଆସିକି କୋର୍ଟ ଚାମ୍ବରରେ ବସନ୍ତି ସେଠି ତ ଯାତ୍ରା ଭଳି ଲୋକ ନା ଏ ସୁରେନ୍ଦ୍ର ହସ୍ପିଟାଲ ମାସର ତୃତୀୟ ବହୁତ ଭିଡ଼ ହେଉଛି ଏଠି ଆଉ ଆମର ତ ସାରଙ୍କ କଥାବାର୍ତ୍ତା ବି ଭଲ ଲାଗୁଛି ବହୁତ ବଢିଆ ସାର ହସ ମାନେ ଖୁସି ବହୁତ ବଢ଼ିଆ ତାଙ୍କ କଥାବାର୍ତ୍ତା ବି ଅଧା ରୋଗ ଭଲ ହେଇଯିବ ସାରଙ୍କର ଅଟି ସରିଲା ପରେ ମାନେ କେତେବେଳେ ସେକେଣ୍ଡ ଆୱାର ଆସୁଛନ୍ତି କେତେବେଳେ ବି ଫାର୍ଷ୍ଟ ଆୱାର ପଳେଇ ଆସୁଛନ୍ତି ସେମିତି ଯେତେବେଳେ ଟାଇମ୍ ଫାଙ୍କା ପଳେଇ ଆସୁଛନ୍ତି ସାର୍ ଆସୁଛନ୍ତି ବୁଲିକି ପଳେଇଛନ୍ତି ପଚାରୁଛନ୍ତି କ'ଣ କେମିତି ସବୁ ଭଲ ପଚାରୁଛନ୍ତି ଆଉ ଓଟିରୁ ଫାଷ୍ଟ ଆମର ମଙ୍ଗଳବାର ସୋମବାର ଦିନ ଆଡ଼ମିସନ୍ ହେଲୁ ମଙ୍ଗଳବାର ଦିନ ଆମର 10:30ରୁ ଓଟି ଷ୍ଟାର୍ଟ ହେଲା ତାପରେ ମଙ୍ଗଳବାର ଦିନ ପୁରା ଓଟି ସରିଲା 11ଟା 12ଟା ଭିତରେ ସରିଗଲା ଓଟି ସରିଲା ପରେ ଆଇସ୍କୁଲ ନେଇଗଲେ ଆଉ ଆଇସ୍କୁଲ ନେଲା ପରେ ମୁଁ ତ ସେଦିନ ରହିପାରିନି ମୁଁ ବାହାରେ ରହିଗଲି ଆଉ ତାପରେ ତାର ଦିନ ପରଦିନ 11ଟା ନାଇଁ ଡାକିଲେ ଆଇସ୍କୁଲ ଯିବା ପାଇଁ ଡାକିଲେ ସିକ୍ୟୁରିଟି ଯେଉଁଟା ଡାକିଲେ ମୁଁ ଏଠୁ ଗଲି ସେ କହିଲେ ଆପଣ ଏଥର ବେଡ଼୍କୁ ଯିବେ ଆଉ ସେଠୁ ବେଡ଼୍କୁ ଆସିଲେ ତ ସବୁ ଠିକ୍ଠାକ୍ ବଢ଼ିଆ ଚାଲିଛି ଆଉ ତା ପରଦିନ ବି ଆସିଥିଲେ ଆଜି ତ ଭଲ ଆସିଥିଲେ ଆଜି ବି ଚଲେଇଲେ ପୁରା ବାହାରେ ଆଜି ପୁରା ଭଲ କଲେ ଆଉ ଆଜି ବି ସବୁ କହିଦେଇଛନ୍ତି ପେନ୍ଟା ମାନେ ଆଇସ୍ ଦେଲେ ରିଲିଫ୍ ହେବ ଭଲ ହେବ କିଛି ଅସୁବିଧା ହେଇନି ତାହେଲେ ମିନିମମ୍ 10 ମିନିଟ୍ 10 ମିନିଟ୍ ଚାଲିଥିବ ସାର୍ ଆମର ସାର୍ ତ କହିଲେ 15 ଦିନ ଭିତରେ ଠିକ୍ ହେଇଯିବେ ହାଡ଼ ଠିକ୍ ଅଛି କହିଲେ ସାର୍ କହିଲେ ହାଡ଼ ବଢ଼ିଆ ଅଛି ମା ବଢ଼ିଆ ଅଛି ପୁରା ଭଲ ହେଇଯିବ ଓକେ ଭଲ ହେଇଯିବ ସାର୍ଙ୍କର ତ ଯେଉଁ ଭଲ ଟ୍ରିଟମେଣ୍ଟ ପାଇଁ ଆମେ ଆସୁଛୁ ଆଉ ସାର୍ଙ୍କ ପାଇଁ ଆଉ ନହେଲେ ରେଫର୍ କରି ଆସୁଛୁ ଆଉ